ସାଇକୋଲୋଜି କହିଥାଏ ସ୍ତ୍ରୀକୁ ପେଲିବା ପୂର୍ବରୁ କ୍ଷୀରରେ ଏହି ତିନୋଟି ଜିନିଷ ମିଶାଇ ପିଇ ଦିଅନ୍ତୁ। ତାହା ହେଉଛି ପ୍ରଥମତଃ 1 ଗ୍ଲାସ୍ ଉଷୁମ କ୍ଷୀର ନିଅନ୍ତୁ। ସେଥିରେ 1 ଚାମଚ ଦେଶୀ ମହୁ, 4ଟି ପେଶା ଯାଇଥିବା କାଜୁ ବାଦାମ ଓ ଗୋଟିଏ ପାଚିଲା କଦଳୀର ଅଧାକୁ ଖଣ୍ଡ ଖଣ୍ଡ କରି ସେଥିରେ ମିଶାନ୍ତୁ। ଏହି ମିଶ୍ରଣକୁ 15 ମିନିଟ୍ ପର୍ଯ୍ୟନ୍ତ ରଖିଦିଅନ୍ତୁ। ତାପରେ ଗୋଟେ ଚାମଚରେ ବାହାର କରି ସେ ମିଶ୍ରଣକୁ ଖାଆନ୍ତୁ ଓ ପରେ ସେ କ୍ଷୀରକୁ ପିଇ ଦିଅନ୍ତୁ। ଏହାକୁ ବିଛଣାକୁ ଯିବାର 30 ମିନିଟ୍ ପୂର୍ବରୁ କରନ୍ତୁ ଓ ଦେଖନ୍ତୁ ଏହାର କମାଲ। ଗେହିବା ସମୟରେ ସବୁ ପୁଅମାନେ ସର୍ବପ୍ରଥମେ ଝିଅମାନଙ୍କର ସ୍ତନକୁ ଧରିଥାନ୍ତି କାହିଁକି? ଏହାର ଉତ୍ତର ହେଉଛି ଉତ୍ତେଜନା ବଢ଼ାଇବା ପାଇଁ ଓ ଅଧିକ ମଜା ନେବା ପାଇଁ ଏମିତି କରିଥାନ୍ତି। ଘିଆ ଖାଇବାର ଅଧିକ ଭୋକିଲା ଥିବା ଝିଅମାନେ କେଉଁଭଳି ପୁଅମାନଙ୍କ ସହିତ ସମ୍ଭୋଗ କରିଥାନ୍ତି? ଏହାର ଉତ୍ତର ହେଉଛି ଯେଉଁ ପୁଅମାନେ ଅଧିକ ସମୟ ଧରି ଘେହିଥାନ୍ତି। ସାଇକୋଲୋଜି କହିଥାଏ ଏମିତି ମହିଳା ଭିତରେ ସେକ୍ସ ଭୋକ ସବୁଠାରୁ ଅଧିକ ଥାଏ ଯିଏ ପୁଅମାନଙ୍କୁ ସବୁବେଳେ ଖରାପ ନଜରରେ ଦେଖିଥାଏ ଓ ତାଙ୍କ ସହିତ ଖରାପ ଇସାରାରେ କଥା ହୋଇଥାଏ। କେଉଁଭଳି ଝିଅମାନଙ୍କ ସହିତ ଜବରଦସ୍ତି ସମ୍ଭୋଗ କରିବାକୁ ପଡ଼ିଥାଏ? ଏହାର ଉତ୍ତର ହେଉଛି ଯେଉଁ ଝିଅମାନେ ବିବାହ ପରେ ଅଧିକ ନଖରା ଦେଖାଇଥାନ୍ତି। ସାଇକୋଲୋଜି କହିଥାଏ ଯେଉଁ ମହିଳା ଆପଣଙ୍କ ଉପରେ ଅଧିକ ରାଗିଥାନ୍ତି ବା ଅଭିମାନ କରିଥାନ୍ତି ତେବେ ବୁଝିଯାଆନ୍ତୁ କି ସେ ଆପଣଙ୍କ ଠାରୁ ଆହୁରି ଅଧିକ ଭଲ ପାଇବା ଆବଶ୍ୟକ କରୁଛନ୍ତି ଓ ଆପଣଙ୍କୁ ବହୁତ ଭଲ ମଧ୍ୟ ପାଉଛନ୍ତି।